ଆଉ ଗୋଟେ ମୋର ନୂଆ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ତ ଏଠି ଦେଖିପାରୁଥିବେ ଆପଣମାନେ ମୁଁ ଭେଲ୍ ଧରିଛି ଏଇଟା ଏଇ ଗାଡ଼ି ଲଗେଇବା ଦେଖିପାରୁଥିବେ। ଏଇଟା ଲଗେଇ ସାରିଲେ ଆପଣମାନଙ୍କୁ ଦେଖାଉଛି। ଆଉ ଏଇ ଯେଉଁ ସ୍ପ୍ରିଂଟା ଦେଖିପାରୁଥିବେ ଏଇଟା ଆମର ସେଇ ହେଡ଼୍ଟାରେ ଲାଗିବ। ମୋ ହାତରେ ଦେଖିପାରୁଥିବ ଏଇଟା ଡେବିଟ୍ ନଟ୍ ଅଛି। ଆଉ ଏଇ ଯେଉଁ ଗାଇଡ଼ର ନା କି ସବୁ ସେମିତି ଅଛି ଇୟାର ନାଁଟା, ବଟ୍ ଏଇଠି ଦେଖିପାରୁଥିବ ଏଇଠି ଲାଗିବ ଏଇ ଗାଇଡ଼ରଟା। ତ ଭାଇମାନେ ରିପେୟାରିଂ ଭିଡ଼ିଓ ଆପଣମାନଙ୍କୁ ଦେଖିଥାନ୍ତି। ଆଉ ସେତେବେଳେ ବହୁତ ଭିଡ଼ ହେଇଗଲା ଦୋକାନ, ଯାହା ଫଳରେ କି ଆପଣମାନଙ୍କୁ ଦେଖିପାରିଲେନି। ତ ସେଇଥିପାଇଁ ଆପଣମାନେ ଏଠି ଟିକେ ଯେଉଁ କାମ କରିଥିଲା ମୋର ଦୋକାନର ସିଟ୍ କଭର୍ ଆସିଥିଲା, ସେଇ କାମ ସଜାଡ଼ି ଦେଇକି ରଖିଦେଲି। ଆଉ ଯେତେବେଳେ କାଲି ସକାଳେ ନହେଲେ ଆହୁରି ଏଇ ସିଟ୍ କଭର୍ ରଖିବା ପାଇଁ ଟାଇମ୍ ବାରକେଇକି ଆମେ ରଖିପାରିବାନି। ସେତେବେଳେ ଦୋକାନ ଯଦି ଭିଡ଼ ହେଇଗଲା ଆମେ କ'ଣ କରିବା? ଆପଣମାନେ ହିଁ କୁହନ୍ତୁ। ଆଉ ମୁଁ ଯେତେବେଳେ ବହୁତ ଗା ସିଟ୍ କଭର୍ ଥିଲା, ସବୁ ଗୁଛେଇ ଗୁଛାକି ମୁଁ ରଖିଲି। ତାପରେ ଯାଇକି ଯେଉଁ ଆମ ଦୋକାନ ମାଲିକକୁ ମୁଁ ଆଗରେ ପଠେଇ ଦେଇକି କିଶନାକି କୁହନ୍ତୁ, ଯେଉଁ ଭିଡ଼ିଓଟା ଆମେ ବନେଇ ନଥାଉ ନା, ସେତେବେଳେ ଆମକୁ ମାନେ ମୁଁ ତାଙ୍କ ସାମ୍ନାରେ ବନେଇବାକୁ ନାହିଁ, ସାହସ ହୁଏନି। ଯେତେବେଳେ ଆମେ ପବ୍ଲିକ୍ ସାମ୍ନାରେ ଭିଡ଼ିଓ ବନେଇବାକୁ ଆରମ୍ଭ କରୁନା, ତ ଭାଇମାନେ ହିଁ ଜାଣିଛନ୍ତି କେତେବେଳେ ଆମ ମନଟା ପୁରା କେମିତି ମାନେ ଝିଅଠୁ ଅଧିକ ଭାଇ ଭଲ ଲାଗେନି ସେଇଟା। ବଟ୍ ମୁଁ ଚେଷ୍ଟା କରିବି ଏମିତି ଭିଡ଼ିଓ ବନେଇବାକୁ, କରିବାକୁ, ବଟ୍ ଟାଇମ୍ ମିଳେନି। ଦୋକାନରେ ଭିଡ଼ିଓ ଥିଲେ ଆଉ ଭିଡ଼ିଓ ବନେଇବାକୁ ସାହସ ହୁଏନି ପବ୍ଲିକ୍ ସାମ୍ନାରେ, ବହୁତ ମୁସ୍କିଲ୍ ଲାଗେ ଭାଇ ଏମିତି। ସେଇଥିପାଇଁ ମୁଁ ଘରେ ଆସିକି ଟିକେ ୱାର୍କଆଉଟ୍ ଭିଡ଼ିଓ ଗୁଡ଼ା ବି ମିଶାଇକି ଲମ୍ବା ଭିଡ଼ିଓ ବନେଇବାକୁ ଚେଷ୍ଟା କରୁଛି। ଆଗକୁ ମୁଁ ବହୁତ ସୋସିଆଲ୍ ମିଡ଼ିଆରେ ଏମିତି ଆମ ଯେମିତି ଗୋଟେ ରାନୀ ନା କ'ଣ ଗୋଟେ ସେମିତି ନାଁ ଅଛି, ସିଏ ହାଉସ୍ ବ୍ଲଗିଂ କରିକି ବହୁତ ଆଗକୁ ଗଲା, ଯାହାଫଳରେ କି ବହୁତ ଲୋକ ତାଙ୍କୁ ସପୋର୍ଟ ଦେଉଛନ୍ତି। ଏଇନା ଯେତେବେଳେ ସିଏ ତାର କମ୍ ସବସ୍କ୍ରାଇବର୍ ଥିଲେ ଆଉ ଭ୍ୟୁଜ୍ ଯାଉନଥିଲା, ସେତେବେଳେ ବହୁତ ଲୋକ କମେଣ୍ଟ କରୁଥିଲେ, ମାନେ ସହି ହେଉନଥିଲା ତାଙ୍କୁ ବି, ଯାହାଫଳରେ କି ସେମିତି ଆମକୁ ବି ହେଇପାରେ, ଯାହାଫଳରେ କି ଆମେ ବି କହିପାରିବାନି। ଆଉ ପବ୍ଲିକ୍ ସାମ୍ନାରେ ବହୁତ ଖରାପ ଲାଗେ ଭିଡ଼ିଓ ବନେଇବାକୁ। ବଟ୍ ଆମେ ଚେଷ୍ଟା କରୁଛୁ ନେକ୍ସଟ ଭିଡ଼ିଓ ପାଇଁ। ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଆଉ କମେଣ୍ଟ ମାଧ୍ୟମରେ କୁହନ୍ତୁ ଭିଡ଼ିଓଟା କେମିତି ଲାଗିଲା।